ଇଲୋ ହେଇଲୋ ବିଲରେ କ'ଣ ତଳା ପଡ଼ୁଛି ନା କ'ଣ? ଆଜ୍ଞା ନମସ୍କାର, ମୁଁ ହେଲି ଭୁବନ ଶଙ୍କର, ମୋ ସାଙ୍ଗ ହେଲା ଶନି ଶଙ୍କର, ମୋ ସାଙ୍ଗରେ ଅଛି କାଳି ଶଙ୍କର କ୍ୟାମେରାମ୍ୟାନ୍। ଆଜି ସକାଳୁ ସକାଳୁ ଉଠି ଆମ ବିଲକୁ ପଳେଇ ଆସିଛି ତଳା ପକାଇବା ପାଇଁ। ମୁଁ ଆଜି ସକାଳୁ ସକାଳୁ ଆସିଯାଇଛି ଆମ ଚାଷ ଜମିକୁ। ଆଜିର କାମ ହେଉଛି ଧାନ ତଳି ବୁଣିବା। ବହୁତ ଦିନର ପରିଶ୍ରମ ପରେ ଜମି ପ୍ରସ୍ତୁତ ହୋଇଛି। ଆଉ ଆଜି ଏହି ବିହନ ମାଟି ମାଆର ଜଳରେ ସମର୍ପଣ କରୁଛି। କଷ୍ଟ ଫଳ ଆମର ଭଗବାନ। ଦେଖନ୍ତୁ ବନ୍ଧୁମାନେ, ଜମିଟା କେତେ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଛି। ଏହି ଜମିକୁ ପ୍ରସ୍ତୁତ କରିବା ପାଇଁ କେତେ ଦିନ ଧରି ପରିଶ୍ରମ କରିବାକୁ ପଡ଼ିଛି। ଖରା ହେଉ କି ବର୍ଷା, ଝଡ଼ି ହେଉ କି ତୋଫାନ, ଚାଷୀ କେବେ ନିଜ କାମର ପଛକୁ ଘୁଞ୍ଚେ ନାହିଁ। ଜୋକ ହେଉ କି ସାପ ହେଉ କି ବେଙ୍ଗ ହେଉ, କେତେ କେତେ ଜୋକ ଆମେ କାମୁଡ଼ିକି ଆମ ବ୍ଲଡ଼ ସବୁ ବାହାର କରିଛନ୍ତି ଦେଖୁଥିବେ ଚାଷ ଜମିର। ନେକ୍ସଟ ଭିଡ଼ିଓରେ ଦେଖିବେ। ବର୍ଷା କେବଳ ଆମକୁ ଡରେଇ ପାରେ ନା, କି ଘଡ଼ଘଡ଼ି ଆମକୁ ବି ଡରେଇ ପାରେ ନା। କାମକୁ ପଛକୁ ହଟେ ନାହିଁ, କାରଣ ଚାଷୀ ଜମି ହେଉଛି ଆମର ପରିଶ୍ରମ ହିଁ କାଲିର ଖୁସି ଆଣିବ। ଆମେ ଧାନ ଚାଷ ନ କରିବୁ ବର୍ଷ ସାରା ଖାଇମୁ କ'ଣ? ହିଡ଼ ମାଟି ହିଡ଼ ଦେମୁ, ତାକୁ ଖାଇମୁ ବର୍ଷେ। ସମସ୍ତେ ଯେ ଚାଷ କରୁଛ, ସମସ୍ତେ ଜାଣିଥିବ ଚାଷଟା କରିବା କେତେ କଷ୍ଟ। କେତେ କଷ୍ଟ କଲେ ଯାଇକି ଧାନ ଗଣ୍ଠେ ଫଳିବ। ଆଉ ଧାନ ଯେତେବେଳେ ଫଳିଥିବ ସେତେବେଳେ ଦେଖିବ ଯେ ମା ଲକ୍ଷ୍ମୀ ଆସିଛନ୍ତି, ବିଲରେ ବସିଛନ୍ତି। କେତେ ସୁନେଲି କଲର୍ର ଧାନର ବାସ୍ନା ଜାଣିପାରୁଥିବ। ଆଜି ମୁଁ ଏହି ଧାନ ବିହନକୁ ତଳିରେ ବୁଣୁଛି। କିଛି ଦିନ ପରେ ଏହି ବିହନ ଗଜା ହୋଇ ସବୁଜ ରଙ୍ଗରେ ଭରିଯିବ। ଏହି ଜମି, ଏହି ଦୃଶ୍ୟ ଦେଖିବା ପାଇଁ ମଜା ହିଁ ଅଲଗା। ବନ୍ଧୁମାନେ, ଚାଷ କେବଳ ଗୋଟିଏ କାମ ନୁହଁ। ଏହା କେବଳ ଗୋଟିଏ ବିହନ ମାଟିରେ ପକାଇବା। କେବଳ ଚାଷୀ ହିଁ ନିଜର ଆଶା, ସ୍ୱପ୍ନ ଆଉ ଭବିଷ୍ୟତ ମଧ୍ୟ ସେଥିରେ ହୋଇଥିବା ମାଟିର ଗଜା ବିହନର ଧାନ ସବୁ କିଛି ଦିନ ପରେ ଅପେକ୍ଷା କରିବ। ସବୁଜ ରଙ୍ଗରେ ସେ ବିଲଟା ଆମର ସବୁଜ ରଙ୍ଗରେ ହେଇଯିବ। ହେଇଗଲା ପରେ ଦେଖିବା ପାଇଁ ଟିକେ ଅଲଗା ପ୍ରକାର। ଯିଏ ଚାଷ କରୁଛି ସେ ହିଁ ଜାଣିଛି ଚାଷର ପରିଶ୍ରମ କ'ଣ। ହିଡ଼ ମାଟି ଆମେ ହିଡ଼ ଦେଉଛୁ। କେତେ ଖରା ବର୍ଷା ତୋଫାନ ଖାଇକି ଆମେ ଚାଷ କରୁଛୁ। ଏବେ ସିନା ଶୁଖିଲା ପାଗ ଅଛି, ଶୁଖିଲାରେ ଆଣିକି ବିହନ ପକାଉଛୁ। ତାପରେ ଯେତେବେଳେ ବର୍ଷା ଆସିଯିବ, ବର୍ଷା ପାଣି ଲାଗିଯିବ, ସେଇଠୁ ଘଡ଼ଘଡ଼ି ଚଡ଼ଚଡ଼ି କତୁରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆସିବ। ଆମେ କାନର ପଗଡ଼ି ଦେଇକି, ମୁଣ୍ଡରେ ପଗଡ଼ି ଦେଇକି ସେ ସବୁ ଘଡ଼ଘଡ଼ିକି ଚଡ଼ଚଡ଼ିକି ସାମ୍ନା କରି ଆମେ ଚାଷକୁ ଆଗକୁ ବଢ଼ୁ। ସେଇ ବାଟରେ କେତେ କଣ୍ଟା, କେତେ କୋଇଲିଖିଆ କଣ୍ଟା ପଡ଼ିଥିବ, କେତେ ଜଙ୍ଗଲ କଣ୍ଟା ପଡ଼ିଥିବ, ସବୁ ଆମେ ଗୋଡ଼ରେ ସବୁ ଆମର ଫୁଟେ, କିନ୍ତୁ ଆମେ ପଛ ଘଣ୍ଟା ଦେଉନା। ତାପରେ ବି ଆମର ଯେଉଁ କଣ ନେଖା ହୋଇଯାଏ, ତଥାପି ଆମେ ସେଇ କଣ ନେଖା ଦେଇକି ବି ଆମେ ଗୁଇଁଠିଟା ମାରି ବିହନ ଭାର ନେଇକି ଆମେ ଜାଗା ଉପରେ ପହଞ୍ଚିକି ଯଥା ଶୀଘ୍ର ପାରି ଆମେ ବିଲଟାକୁ ଶୁଖିଯିବା ଆଗରୁ ଆମେ ସେ ନାଇଆ ମାରିକି ବିଲଟାକୁ ରୋଇକି ଆମେ ଯଥା ଶୀଘ୍ର ମୁଣ୍ଡି ମାରି ଦେଇକି ଆମେ ବିଲଟାରୁ ପଳେଇ ଆସୁ। ସେଇଭଳିଆ ଆମେ ଯେତେବେଳେ ପରିଶ୍ରମ କରୁଛୁ, ସଫଳ ଲାଭ ହେବା ପାଇଁ ଆମେ ଏବେ ପ୍ରାର୍ଥନା କରିବୁ। ଆପଣମାନେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେ ଏହି ବର୍ଷର ସମସ୍ତଙ୍କ ଚାଷୀ ଭାଇଙ୍କ ଲଭର ସଫଳ ଲାଭ ହେଉ। ଆଜିର ଏହି ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ନିଶ୍ଚୟ ମୋତେ ଜଣାଇବେ। ଚାଷୀ ଭାଇମାନେ ଯିଏ ଥିବ ଭିଡ଼ିଓଟାକୁ ନିଶ୍ଚୟ ଦେଖିବ କେମିତି ତଳା ପକା ହେଉଛି। ଯଦି ତଳା ମୋର କେଉଁଠି ଭୁଲ ପଡ଼ୁଛି କି ଠିକ୍ ପଡ଼ୁଛି, ଯେଉଁ ଚାଷୀ ଭାଇମାନେ ଅଛନ୍ତି ଭିଡ଼ିଓଟା ଦେଖୁଛି, ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ କହିବ ଯେ ତଳାଟା ବହଳିଆ ହେଲା କି ପତଳା ହେଲା କି ତଳାଟା ହେଲା ନାହିଁ। ସିଏ ଚାଷୀ କାମ କରେ, ସେ ହିଁ ଜାଣିଛି ତଳାଟାର କେମିତି ପକାଯାଏ, କେମିତି କରାଯାଏ। ଆଜିର ଜୀବନ କାଲିକି ନାହିଁ, କାଲିର ଜୀବନ ଆଜିକି ନାହିଁ। ସମସ୍ତେ ବାହାରେ ଯାଇକି ବେଙ୍ଗଲୋର ଯାଇକି ଚାକିରି କରିକି ସବୁ କମେଇଲେ, କିନ୍ତୁ ଆମେ କ'ଣ କରିମୁ? ଦୁର୍ଭାଗ୍ୟବଶ ଆମେ ଯଦି ହିଡ଼ ମାଟି ହିଡ଼ ଦେଇକି ଆଜି ଆମେ ତାକୁ ଖାଉଛୁ ବର୍ଷେ। ଆଜି ବର୍ଷା ପବନ ଝଡ଼ିରେ ଆମେ ଆଜି ମଥାରେ ପଗଡ଼ି ବାନ୍ଧିକି ଆଜି ଆମେ ଚାଷ କାମକୁ ଭିଡ଼ି ଯାଇଛୁ। କ'ଣ ପାଇଁ ନା 33 କୋଟି ଯେଉଁ ଅଛନ୍ତି ଜୀବ ଜଗତ, ତାଙ୍କ ମୁହଁରେ ଟିକେ ଦାନା ଦେବା ପାଇଁ ଆମେ ଆଜି ଚାଷ କାମରେ ବର୍ଷା ହେଉ କି ଝଡ଼ି ହେଉ କି ତୋଫାନ ହେଉ, ଆମେ ଆଜି ମଥାରେ ପଗଡ଼ି ଦେଇକି ଆମେ ଚାଷ କାମରେ ଭିଡ଼ି ଯାଇଛୁ। କ'ଣ ପାଇଁ ନା ଆମେ ଦୁଇଟା ଚାଷ କଲେ ସେମାନେ ଖାଇବେ। ସେମାନେ ଚଢ଼େଇ କତୁରୁ, ପାରା କତୁରୁ ଆରମ୍ଭ କରି, କେତେ ଜୀବ କତୁରୁ ଆରମ୍ଭ କରି ପକ୍ଷୀ ପର୍ଯ୍ୟନ୍ତ, ମଣିଷ କତୁରୁ ଆରମ୍ଭ କରି ଆମକୁ ହାତକୁ ଅନେଇଛନ୍ତି। ଯଦି ଆମେ ଚାଷ ନ କରିମୁ, ଚାଷ ଛାଡ଼ିଦେମୁ,
ତାହେଲେ ସବୁଥିରେ ଯାଇକି ଆମେ ଚାକିରି କରିମୁ। ତାହେଲେ ଚାଷ କାମ କିଏ କରିବ? ଆଉ ସେମାନେ ଆହାର କିଏ ଦେବ? ଆଉ ଚାଷ ଯଦି ନ ହେବ କାଲି ଆମେ ଖାଇବା କ'ଣ? ଆମ ହାଣ୍ଡି ଥିବ କିନ୍ତୁ ଆମ ଚାଉଳ ନଥିବ। ଧାନ ଥିବନି ତ ଚାଉଳ କେଉଁଠୁ ଆସିବ? ଚାଷ କାମଟା ହେଉଛି ଆମର ପ୍ରକୃତି, ପରମ୍ପରା, ସଂସ୍କୃତି। ଆମର ଆଇମା ଅମଳରୁ ଆମ ବାପ ବୁଢ଼ାବାପମାନେ ଚାଷ କରନ୍ତି। କିନ୍ତୁ ଏବେକା ଯୁଗରେ ସବୁ ତ ଚାଷ କାମ ଭୁଲିଗଲେଣି। ଏବେ ସବୁ ଆସିକି ସମସ୍ତେ ବାହାର ଦେଶକୁ ଯାଇକି କିଏ ଗଭର୍ଣ୍ଣମେଣ୍ଟ ଚାକିରି କରୁ କି ପ୍ରାଇଭେଟ୍ ଚାକିରି କରୁ, ସମସ୍ତେ ଯାଇକି ଚାକିରି କଲେ, ବାହାରେ ରହିଲେ। ଘରକୁ ଆଉ ଭୁଲିଗଲେ। ଆସିକି ଇଂଲିଶ ଟୁ ଇଂଲିଶ କଥାବାର୍ତ୍ତା, ବଙ୍ଗଳା ଟୁ ବଙ୍ଗଳା କଥାବାର୍ତ୍ତା, ସବୁବେଳେ ହିନ୍ଦୀ ଟୁ ହିନ୍ଦୀ କଥାବାର୍ତ୍ତା। କିନ୍ତୁ ଆଉ ବିଲକୁ କଥା କହିଲା ବେଳକୁ ଆରେ ଯା ଟିକେ ବିଲ ଦେଖି ଆସିବୁ। ସିଏ କହୁଛି କ'ଣ ନା ମୁଁ ବିଲ ଚିହ୍ନି ନାହିଁ, ମୁଁ ଖରା ହେଉଛି ବିଲକୁ ଯାଇପାରିବି ନାହିଁ, ବର୍ଷା ହେଉଛି ନା ମୁଁ ବିଲକୁ ଯାଇପାରିବି ନାହିଁ। ସେ ଏମିତି କଥା କହୁଛନ୍ତି। ଆରେ ସମସ୍ତେ ଆସୁଛନ୍ତି କିନ୍ତୁ ଚାଷ ଯଦି ନ କରିବା, ଆମେ ଯଦି ବାହାରେ ପଳେଇଯିବା, ଆମେ ଯଦି ଚାକିରି କରିବା, ତାହେଲେ ଚାଷ କରିବ କିଏ? ସମସ୍ତେ ଯଦି ବାହାରକୁ ପଳେଇଯିବା ଚାଷ କରିବ କିଏ? ତାହେଲେ ଯଦି ଚାଷ ନ ହେବ ଆମେ ଖାଇବା କ'ଣ? ଆରେ ଯିଏ ବି ହେଉ, ତୁମେ ବି ଚାଷ କଲେ ଆମେ ବି ଖାଉଛୁ, ଆମେ ବି ଚାଷ କଲେ ତୁମେ ବି ଖାଉଛ। ସମସ୍ତେ 33 କୋଟି ଦେବୀ ଦେବତା, ଯେତିକି ପଶୁ ପକ୍ଷୀ ଲତା, ସମସ୍ତେ ଯେତିକି ଅଛନ୍ତି, ମଣିଷ କତୁରୁ ଆରମ୍ଭ କରି ସମସ୍ତେ ଯେତିକି ଅଛନ୍ତି, କିନ୍ତୁ ଆମ ହାତକୁ ଅନେଇଛନ୍ତି ବର୍ଷର ଫଳ। ଯଦି ଆମେ ଗୋଟେ ଧାନ ଯଦି ବିଲରେ ପଡ଼ିଯାଉଛି, ସେ ପାରା ଯାଇକି ସେଠି ଖୁଣ୍ଟିକି ଖାଉଛି। ରାସ୍ତାରେ ଯଦି 2ଟା ଧାନ ପଡ଼ୁଛି, ସେଠି ଚଢ଼େଇ ଯାଇ ଖୁଣ୍ଟିକି ଖାଉଛି। ଆରେ ଚଢ଼େଇ ଗୋଟେ ବର୍ଷର ଆହାର କେମିତି ଖାଇବ? ଯଦି ଚାଷ ନ କରିବା, ସେ ଚଢ଼େଇଟି ଆରାମସେ ଧାନ ପାଇବନି କି ଖାଦ୍ୟ ପାଇବନି, ସେ ଛଟପଟ ହେଇକି କଲବଲ ହେଇକି ମରିଯିବ। କ'ଣ ପାଇଁ? ଆମେ ଚାଷ କରିବା କିନ୍ତୁ ଆମେ ଫଳ ନିଶ୍ଚୟ ପାଇବା। ଆଜି ନ ପାଇଛ କାଲି ପାଇବା ନିଶ୍ଚୟ। ଭଗବାନ ଅଛନ୍ତି, ଆମେ ଚାଷ କରୁଛୁ କିନ୍ତୁ ଆମେ ଫଳ କିନ୍ତୁ ପାଉନାହୁଁ। ଆଜି ପାଉନୁ, ଆମର ଫଳ ପାଇବାର ଆଶା ନାହିଁ। ଆମେ ଚାଷ କରୁଛୁ, ଆମେ ଯଦି ଆହାର ଦେଇପାରୁଛୁ ପଶୁପକ୍ଷୀକୁ, ଯଦି ଆମେ ମଣିଷ ଜଗତକୁ ଆମେ ଯଦି ଆହାର ଦେଇପାରୁଛୁ, ତାହେଲେ ଆମେ ଆମ ଜୀବନକୁ ଧନ୍ୟ କରୁଛୁ। ସେଥିପାଇଁ ଆମେ ଜୀବନକୁ ଧନ୍ୟ କରୁଛୁ। ଆରେ ଏଇ ଚାଉଳ ଯାଇକି ଆମେ ଜଗନ୍ନାଥଙ୍କ କତିର ପ୍ରସାଦ ନାଗୁଛି, ଆମେ ଏଇ ଚାଷ କରିକି ଦେଉଛୁ। ଯଦି ଆମେ ଚାଷ ଛାଡ଼ିଦେମୁ, ତାହେଲେ ଲୋକ ଖାଇବେ କ'ଣ? ଆରେ ପଶୁପକ୍ଷୀମାନେ ଖାଇବେ କ'ଣ? ଆଜି ଆମେ ଚାଷକୁ ଆମେ ମଥାରେ ପଗିଡ଼ି ଦେଇକି ଝଡ଼ ବର୍ଷା କାକର ଶୀତ ସବୁ ସହିକି ଆମେ ଆଜି ଚାଷ ମାଟିରେ ପାଦ ଦେଇଛୁ। ଆଜି ମଥାରେ ପଗିଡ଼ି ଦେଇ, କାନ୍ଧରେ କୋଦାଳ ଦେଇ, ହାତରେ ବାଙ୍ଗି ଦେଇ ଆମେ ଭିଡ଼ିଛୁ ଆମେ ଚାଷ କାମକୁ। ଦେଖିପାରୁଥିବେ କେଉଁଭଳିଆ ବିହନ ପଡ଼ୁଛି। ଆଗାମୀ ଭିଡ଼ିଓରେ ଦେଖିବେ କେଉଁଭଳିଆ ବର୍ଷା, ଘଡ଼ଘଡ଼ି, ଚଡ଼ଚଡ଼ି। ଆଗାମୀ ବେଶଟା ଦେଖିବ, ଆଗାମୀ ପୋଷାକଟା ଦେଖିବ କେମିତି ଥିବ। ଆମ ଆଗାମୀ ଭିଡ଼ିଓରେ, ନେକ୍ସଟ ଭିଡ଼ିଓରେ ଦେଖିବ କେଉଁଭଳିଆ ଆମର ପରିସ୍ଥିତି ଦେଇକି ଆମେ ସାମ୍ନା କରୁଛୁ। ଆମେ ସେଇ ସାମ୍ନାକୁ ଆମେ ପଛ ଘୁଞ୍ଚା କେବେ ମାରୁନା। ଆଜି ଆମେ କଷ୍ଟ କରି ଚାଲୁ, କିନ୍ତୁ ଚାଷ କାମର କିନ୍ତୁ ଆମେ କଷ୍ଟ କଲେ ହିଁ ଚାଷ ଧାନ ଦୁଇଟା ଫଳିବ। ଆଜିଠୁ ଆମ ଚାଷ କାମ ଆରମ୍ଭ ହେଇଗଲା। ଆମେ ବିହନ ପକାଠୁ ଆମେ ରାତି ପାଇଲାଠୁ ରାତି ହେବା ପର୍ଯ୍ୟନ୍ତ ଆମେ ବିଲକୁ ଦୌଡ଼ିମୁ। କ'ଣ ତଳା ହେଲା କି ନ ହେଲା, ତଳା ଉଠିଲା କି ନ ଉଠିଲା, ପୋକ ନାଗିଲା କି କ'ଣ ହେଲା, ପାଣି ଶୁଖିଲା, ସବୁ ବିଭିନ୍ନ ପ୍ରକାର ଘଳିଆ ପଇଲା ଆରମ୍ଭ କରି ଟୋଟାଲ ଆମେ ଡେଲି ରାତି ପାଇଲାଠୁ ରାତି ହେବା ପର୍ଯ୍ୟନ୍ତ ବିଲକୁ ଦୌଡ଼ିମୁ। ଆମେ କେଉଁ ଦେଶରେ ଚାକିରି କରିନାହୁଁ ଯେ ସକାଳୁ ଉଠିମୁ, ଯିମୁ, ଦାନ୍ତ ଘଷିମୁ, ବ୍ରସ୍ କରିମୁ, ଗାଧେଇମୁ ପାଧେଇମୁ, ଅଫିସ୍ ପଳେଇମୁ। ଏଇଟା ହେଉଛି ଆମ ଅଫିସ୍, ଏଇଟା ହେଉଛି ଆମର ସବୁକିଛି। ଏଇ ଆମ ବିଲ ହେଉଛି ଆମ ଅଫିସ୍, ବିଲ ହେଉଛି ଆମର ସବୁକିଛି। ଏଇ ଆମର ବିଲରେ ଝାଡ଼ା ବସୁ, ଏଇ ଆମ ବିଲରେ ଅଫିସ୍ କାମ କରୁ, ସବୁକିଛି ଆମ ଏଇ ବିଲ ମାଟି ମାଆର ସମର୍ପଣରେ ଆମେ କରିଛୁ। ଆଜି ବାପ ଅଜା 14 ପୁରୁଷ ସମସ୍ତେ ଆଜି ମାଟି ହେଇକି ଆଗକୁ ଯାଇଛନ୍ତି। ଆମେ କାହିଁକି ଆଗକୁ ନ ଯିବା? ଆମେ ଚାକିରି କଲେ କ'ଣ ହେବ? ଚାକିରି ଯଦି ସମସ୍ତେ କରିବା, ତାହେଲେ ଚାଷ କାମ କିଏ କରିବ? ଚାଷ କାମ ଯଦି ନ କରିବା, ତାହେଲେ ଆମେ ଖାଇବା କ'ଣ? ଆମେ ସମସ୍ତେ ଉପାସରେ ଛଟପଟ ହେଇକି ମରିଯିବା।
ବେଶୀ କଷ୍ଟ ହୁଏ କେତେବେଳେ ନା ମାଣ ବସିବା ଟାଇମ୍ରେ ଧାନ ଆମେ ହାଟରୁ କିଣିକି ଆଣୁ। ଆମେ ଚାଷୀ ପୁଅ ଗୋଟେ ହେଇକି ମଥାରେ ପଗଡ଼ି ଥାଇକି ଯଦି ଆମେ ଚାଷ ନ କରିମୁ ତାହେଲେ ଆମେ ହାଟରୁ କିଣିକି ଆଣିମୁ ଯାଇ ଲାଇନ୍ ଦେଇକି ଠିଆ ହେମୁ, ଭାଇ ଧାନ ପେଣ୍ଡାଇ ଦିଅ, ଧାନ ପେଣ୍ଡାଇ ଦିଅ। ସେଇଟା ଭାରି କଷ୍ଟ ଲାଗେ। କିନ୍ତୁ ଆମେ ହାଟରୁ ମାର୍କେଟରୁ ଯେତେବେଳେ ଆମେ ଧାନ ନେଇକି ଆସିକି ଇଏ କରୁ, କିନ୍ତୁ ଆମେ ପୁଣି ମାଟି ମାର ସମର୍ପଣ କରିକି ମଥାରେ ପଗଡ଼ି ବାନ୍ଧିକି ଗାମୁଛାରେ କମର ଦେଇକି ଆମେ ପୁଣି ଭିଡ଼ିମୁ ଚାଷ କାମରେ, କୁଦାଲ କାନ୍ଧରେ ପକେଇକି ଆଜି ପୁଣି ଭିଡ଼ିମୁ ଚାଷ କାମରେ, ପୁଣି ଆଗକୁ ବଢ଼ିମୁ। ଆପଣମାନଙ୍କ ଆଶୀର୍ବାଦ ରହିଲେ ଆମେ ପୁଣି ଏ ବର୍ଷ ଚାଷର ଇଏ କରିମୁ। ଆଜ୍ଞା, ଯଦି ଭିଡ଼ିଓଟା ଭଲ ଲାଗିଲା ତାହେଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ନିଶ୍ଚୟ କରିବ। ଆମେ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ ଦେଖେଇମୁ ଚାଷ କାମ ଭିଡ଼ିଓଟା କେତେ କଷ୍ଟ, କେତେ ଦୁଃଖ, କେତେ ଘଡ଼ଘଡ଼ି, କେତେ ଚଡ଼ଚଡ଼ି, କେତେ ଆମେ ସହ୍ୟ କରିକି ଆମେ ଆଗକୁ ବଢ଼ିଛୁ। ନେକ୍ସଟ ଭିଡ଼ିଓରେ ଦେଖିବ। ଆଜ୍ଞା ରହିଲି। ଜୟ ଶ୍ରୀ ଜଗନ୍ନାଥ।